ପିଠା ଭିତରେ ନମ୍ବର 1 ପିଠା ମସଲା ଭରା ଏଇ ଛଣା ପିଠା ଥରେ ବନେଇକି ପୁରାପୁରି ହପ୍ତା ଭର ଷ୍ଟୋର କରନ୍ତୁ। ରଜ 3 ଦିନ ଘରକୁ ଗେଷ୍ଟ ଆସିଲେ ତାଙ୍କୁ ଖାଇବାକୁ ଦିଅନ୍ତୁ, ଏତେ ଟେଷ୍ଟି ଆସିବ। ସେମାନେ ଆର ରେସିପି ଆପଣଙ୍କଠୁ ନିଶ୍ଚୟ ମାଗି ନେବେ। ନମସ୍କାର, ସୋ ଫୁଡ ରେସିପି କି ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛି। ଆଜି ଆମେ 2 ପ୍ରକାର ପିଠା ବନେଇବା, ଯୋଉଟା ଆପଣଙ୍କୁ ସହଜ ଲାଗିବ ସେଇଟା ଆପଣ ଘରେ ବନେଇ ପାରିବେ। ଚାଲନ୍ତୁ ବନେଇବା। ଆଜିର ଏହି ପିଠା ବନେଇବା ପାଇଁ ପ୍ରଥମେ ନେଇଯିବା ଆମେ ଅଟା। ଏଠି ମାପିକି ମୁଁ 2 କପ୍ ଅଟା ନେଇଛି। ଆପଣଙ୍କ ଘରର ମେମ୍ବର ହିସାବରେ ଅଟାର କ୍ୱାଣ୍ଟିଟି କୁ କମ ବେଶୀ କରିପାରିବେ। ନର୍ମାଲ ଘରେ ଯେକୌଣସି ବି ଆପଣ ଅଟା ୟୁଜ କରୁଛନ୍ତି ତାକୁ ଆପଣ ୟୁଜ କରିପାରିବେ। ଏବେ ସେଥିରେ ଅଳ୍ପ ଟିକେ ଆମେ ଲୁଣ ପକେଇବା, ଯେମିତି ଆମେ ରୁଟି କଲା ଲୁଣ ପକାଉଛେ ସେତିକି ହିଁ ଲୁଣ ପକେଇବା। ତା ସହିତ ଏଠି ଭଲରେ ଖାସ୍ତା ହେବା ପାଇଁ 2 ବଡ଼ ଚାମଚ ତେଲ ପକେଇଛି। ବେଶୀ ଖାସ୍ତା କରିବାନି, ଅଳ୍ପ ଖାସ୍ତା କରିବା, ସେଥିପାଇଁ 2 ଚାମଚ ତେଲ ପକେଇଛି। ଏବେ ଆମେ କଣ କରିବା, ତେଲ ଲୁଣକୁ ଅଟାରେ ବଢିଆ ସେ ଗୋଳେଇବା। ପୁରାପୁରି ବାଇଣ୍ଡିଂ ହବନି, ହେଲେ ବଢିଆ ସେ ଆମେ ଦଳିବା, ଯେମିତି ତେଲଟା ଅଟା ଭିତରେ ବଢିଆ ସେ ପଶିବ। ସବୁ ଯାକ ହାତରେ ବଢିଆ ସେ ଗୋଳେଇ ସାରିଲା ପରେ ଆପଣଙ୍କୁ ମୁଁ ଏଠି ମୁଠା କରି ଦେଖଉଛି କୋଉ ହିସାବରେ ଏଟା ହେବା ଦରକାର। ଏଠି ଦେଖନ୍ତୁ, ମୁଠା ବାନ୍ଧିଲେ ମାନେ ଯେମିତି ଆରାମ ସେ ବାନ୍ଧି ହଉଥିବ, ହେଲେ ସାଙ୍ଗେ ସାଙ୍ଗେ ଖୋଲି ଯାଉଥିବ। ଏତିକି ହିଁ ଆମର ବାଇଣ୍ଡିଂ ହେବା ଦରକାର। ବେଶୀ ତାକୁ ପୁରାପୁରି ଖାସ୍ତା କରିବାନି କି ପୁରାପୁରି ଟାଇଟ୍ ଡବ୍ ବନେଇବାନି। ଏବେ ସେଥିରେ ଆମେ ଆବଶ୍ୟକ ଅନୁସାରେ ପାଣି ଦେବା। ଅଳ୍ପ ଅଳ୍ପ କରିକି ପାଣି ଦେଇକି ଅଟାକୁ ବଢିଆ ସେ ଚକଟିବା। ହେଲେ ଏଇ ଅଟା ଦଳଟା ଟିକେ ଟାଣ ହବ ରୁଟି ଦଳାଠୁ, ତେଣୁ ପାଣିର ମେଜରମେଣ୍ଟ ଟିକେ ଦେଖିକି କରିବେ। ବେଶୀ ପତଳା ହେଲେ ପଛରେ ଅଟା ଟିକେ ବରଂ ପକେଇଦେବେ, ହେଲେ ଟିକେ ଟାଣ ଦଳିବେ, ଯାହାଫଳରେ ଆଜିର ଏଇ ପିଠା ପାଇଁ ପୁରାପୁରି ହେଲ୍ପଫୁଲ ହବ। ଦେଖନ୍ତୁ ଅଟା ଆମର ବଢିଆ ସେ ଦଳି ହେଇଯାଇଛି, ହେଲେ ପୁରାପୁରି ପାଲିସ ହେଇନି। ଟିକେ ସମୟ ରେଷ୍ଟ ଦେଲା ପରେ ସେଟା ଅଟୋମେଟିକ ପାଲିସ କଣ୍ଡିସନକୁ ପଳେଇ ଆସିବ। ଏବେ ଆମର ଅଟା ବଢିଆ ସେ ଦଳି ହେଇଛି। ଏବେ ଆମେ ଢାଙ୍କୁଣି ଦେଇକି ଆଟାକୁ 10 ରୁ 15 ମିନିଟ୍ ପାଇଁ ରେଷ୍ଟ ଦେବା ପାଇଁ ଛାଡିଦେବା। ଏ ଭିତରେ ଆମେ ଗୋଟେ ମସଲା ବନେଇବା, ଯୋଉଟା କି ଆମର ଏଇ ପୁର ପାଇଁ ପୁରାପୁରି ନିହାତି ଜରୁରୀ। ଏଠି ଦେଖନ୍ତୁ, ପ୍ରଥମେ ନେଇଯିବା 1 ବଡ ଚାମଚ ଜିରା, ତା ସହିତ 1.5 ଚାମଚର ଧନିଆ, ତା ସହିତ ଏଠି 1 ବଡ ଚାମଚ ନେଇଯିବା ଆମେ ପାନମହୁରି। ଆଉ ଏବେ ଏଥିରେ ପକେଇବା ଆମେ ରାଶି 1 ବଡ ଚାମଚ। ଯେତିକି ଆପଣ କରିବେ ସେଇ ଅନୁସାରେ ମସଲାର ଭାଗ ମାପ ଟିକେ ଅଧିକ କିମ୍ବା କମ କରିପାରିବେ। ଏବେ ଆମେ କଣ କରିବା, ଗ୍ୟାସର ଫ୍ଲେମ୍ ସ୍ଲୋ କରିକି ତାକୁ ବଢିଆ ସେ ସବୁ ଯାକ ଭାଜିବା, ଯେମିତି ଗୋଟେ ଭଜା ବାସ୍ନା ଆସିବ ଜିରା ଧନିଆର। ଆପଣ ନିଜେ ବି ଜାଣିପାରିବେ ମସଲା ବନିକି ରେଡି ହେଇଯାଇଛି। ଏବେ ଆମେ କଣ କରିବା, ଗ୍ୟାସର ଫ୍ଲେମ୍କୁ ବନ୍ଦ କରିବା, ଆଉ ସେ ଗରମ ମସଲାରେ ଆମେ ପକେଇବା 1 ଗିନା ସୋଲା ବୁଟ ଭଜା, ତା ସହିତ ଅଳ୍ପ ଟିକେ ହେଙ୍ଗୁ। ଏବେ ଆମେ ସେଥିରେ ପକେଇବା ଆବଶ୍ୟକ ଅନୁସାରେ ଲୁଣ। ଏଇ ବୁଟ ଡାଲି ଭଜାର ମସଲାଟା ଏତେ ଟେଷ୍ଟ ଲାଗିବ, ଥରେ ବନେଇ ନେଲେ ଆକୁ ଆପଣ ଆଉ ଥରେ ସବୁଥିରେ ବନେଇକି ଖାଇବେ। ତା ସହିତ ଅଳ୍ପ ଟିକେ ହଳଦୀ ସହିତ ଲଙ୍କା ଗୁଣ୍ଡ। ଗରମ କଡେଇରେ ସବୁ ଯାକ କଣ କରିବା, ବଢିଆ ସେ ଗୋଳେଇ ଦେବା। ଏବେ ଦେଖନ୍ତୁ ସବୁ ଯାକ ବଢିଆ ସେ ଗୋଳେଇ ସାରିଲା ପରେ ତାକୁ ପୁରାପୁରି ଥଣ୍ଡା ହେବା ପାଇଁ ଛାଡିଦେବା। ଆଉ ଥଣ୍ଡା ହେଲେ ଗୋଟେ ମିକ୍ସି ଜାରରେ ସବୁ ଯାକ ଆଡ କରିଦେବା। ଆଉ ଏଥିରେ 2 ବଡ ଚାମଚ ଚିନି ଦେବା। ଚିନି ଦେଇକି ସବୁ ଯାକ ଗୋଟେ ସ୍ମୁଥ ପେଷ୍ଟ ବନେଇଦେବା। ଟିକେ ଟିକେ ଦରଦରା ରଖିଥିବେ, ଯାହାଫଳରେ ଖାଇଲା ବେଳକୁ ଆଉ ଟିକେ ଭଲ ଲାଗିବ। ଏବେ ଦେଖନ୍ତୁ ଆମର ମସଲା ପ୍ରିପେୟାର ହେଇଯାଇଛି। ସେ ଭିତରେ ଅଟା ଦଳା ବି ପୁରାପୁରି ସେଟ୍ ହେଇଯାଇଛି। ଟିକେ ଟାଣ ଥିଲା ଦଳିଥିଲେ, ଏବେ ଦଳିଲା ବେଳେ ଦେଖନ୍ତୁ ଟିକେ ନରମ ହେଇଯାଇଛି। ଏମିତି ହିଁ ଆମର ଦରକାର। ଏବେ ଆମେ କଣ କରିବା, 1 ବଡ ଗୁଳାକୁ ନେଇକି ତାକୁ ବଢିଆ ସେ ରୁଟି ବେଲିବା। ରୁଟିଟା ଏମିତି ବେଲିବା ପୁରାପୁରି ପତଳା ହବ, ଯେମିତି ପୁରାପୁରି ଯେତିକି ବଡ ଆପଣଙ୍କର ଅଛି ବେଲଣା ପେଡା ସେତିକି ବଡ ଆପଣ ରୁଟି ବନେଇବା, ଆଉ ପୁରାପୁରି ପତଳା ତାକୁ ବନେଇବେ। ଦେଖନ୍ତୁ ବଢିଆ ସେ ଆମର ରୁଟି ଗୋଟେ ବନେଇକି ରେଡି ହେଇଯାଇଛି। ଏବେ ସେଥିରେ ଆମେ ମସଲା ଦେବା, ହେଲେ ତା ପୂର୍ବରୁ ଏଠି ଦେବା 1 ବଡ ଚାମଚର ଟମାଟୋ ସସ୍, ଯାହାଫଳରେ ମସଲାଟା ପୁରାପୁରି ଆରାମସେ ସେଟ୍ ହେଇଯିବ, ଆଉ ଜମା ବି ଆମର ରୁଟିରେ ଛାଡିବନି। ଯଦି ଆପଣ ଟମାଟୋ କେଚପ ପକେଇବାକୁ ଚାହୁଁନାହାନ୍ତି, ତା ବଦଳରେ 1 ବଡ ଚାମଚ ତେଲ ଦେଇଦିଅନ୍ତୁ। ତା ଉପରେ ଏ ଭାଜିକି ରଖିଥିବା ମସଲା ବା ଗ୍ରାଇଣ୍ଡିଙ୍ଗ କରିଥିବା ମସଲାକୁ ଦେବା, ଯାହାଫଳରେ ଜମା ବି ଛାଡିବନି। ତେଲ କିମ୍ବା ସସ୍ ଦିଅନ୍ତୁ, ପୁରାପୁରି ବଢିଆ ସେ ସେଟ୍ ହେଇଯିବ। ଏଠି ଦେଖନ୍ତୁ ବଢିଆ ସେ ଆମର ସବୁ ଯାକ ମସଲା ଯେତିକି ଦରକାର ସେତିକି ଆମେ ଦେଇଦେଇଛେ। ତାପରେ କଣ କରିବା, ରୁଟିକୁ ବଢିଆ ସେ ଏମିତି ସାଇଡରୁ ଗୋଲ ଗୋଲ କରି ବୁଲେଇବା। ହେଲେ ଟିକେ ଟାଇଟରେ ନେବେ, ଏମିତି ଚିପି ଚିପି ନଉଥିବେ, ଯାହାଫଳରେ ବଢିଆ ସେ ପୁରାପୁରି ଟାଇଟ୍ ହେଇକି ରହିବ। ଛାଣିଲା ବେଳେ ଜମା ବି ମସଲା ବାହାରିକି ତେଲରେ ପଡିବ। ଏବେ ଆମର ଗୋଟେ ବଢିଆ ସୁନ୍ଦର ରୋଲ ପ୍ରସ୍ତୁତ ହେଇଯାଇଛି। ପୁରାପୁରି ମାର୍କେଟରେ ଯେମିତି ଆମେ ରୋଲ ଖାଉଛେ ସେଇଭଳିଆ ଓଦା ହାତ ହେଇକି ତାକୁ ବଢିଆ ସେ ଏମିତି ଟିକେ ଟିକେ ବେଲି ଦେବେ ଆଉ ଥରେ, ଯାହାଫଳରେ ପୁରାପୁରି ଏଟା ବଢିଆ ସେ ସେଟ୍ ହେଇଯିବ। ଆଉ ଗୋଟେ ଚାକୁରେ ଏମିତି ଛୋଟ ଛୋଟ କରି କାଟିକି ପୁରାପୁରି ରେଡି କରିଦେବେ, ଯାହାଫଳରେ ଯେମିତି এটা ଦେଖିବାକୁ ସୁନ୍ଦର ଲାଗିବ, ଆଉ ଖାଇବାକୁ ବି ସେତିକି ମଜାଦାର ଲାଗିବ। ହେଲେ ଚେଷ୍ଟା କରିବେ ଟିକେ ଛୋଟ ଛୋଟ କାଟିବେ, ବେଶୀ ବଡ କାଟିବେନି। ଆଉ ହାତରେ ଏମିତି କଣ କରିବେ, ଟିକେ ଚାରିପଟୁ ଚାପି ଦେବେ, ଆଉ ମଝିରୁ ଟିକେ ପ୍ରେସ୍ କରିକି ଏମିତି ଚାପି ଦେବେ, ଯାହାଫଳରେ ମସଲାଟା ତା ଭିତରେ ବଢିଆ ସେ ସେଟ୍ ହେଇଯିବ। ଟିକେ 2 ରୁ 3 ମିନିଟ୍ ପାଇଁ ଫ୍ୟାନ୍ ପାଖରେ ରଖିଦେବେ, ଆଉ ବଢିଆ ସେ ଶୁଖିଯିବ ପୁରାପୁରି। ଆଉ ତାପରେ ଆମେ ତାକୁ ଛାଣିବା। ତା ପୂର୍ବରୁ ଏଠି ଆଉ ଗୋଟେ ପ୍ରୋସେସ ଆପଣଙ୍କୁ ବତଉଛି କେମିତି ଆଉ ଗୋଟେ ପିଠା ବନେଇବେ।
ଯେମିତି ଆମେ କାକେରା ପିଠା ବନାଉଛେ ହେଲେ କାକେରା ପିଠାର ସାଇଜ ଟିକେ ବଡ ଥାଏ, ପୁରା ପୁରୀ ଯେମିତି ଅଟା ଦଳନ୍ତି ସେଇ ହିସାବରେ ଗୋଟେ ଗୁଳା ଧରିବେ। ତାପରେ ସେଥିରେ ପୁର ଦେଇକି ଟିକେ ପାଣି ଦେଇକି ତାକୁ ବଢିଆ ସେମିତି ଗୋଟେ କାକେରା ସେପରେ ଆପଣ ଦେଇପାରିବେ। ଯୋଉଟା ଆପଣଙ୍କୁ ସୁନ୍ଦର ଲାଗିବ ସେଇଟା ଆପଣ ବନେଇ ପାରିବେ, ଆଉ ଯୋଉଟା ସହଜ ହବ ସେଇଟା ଆପଣ ବନେଇ ପାରିବେ। ଏଠି ଆପଣଙ୍କୁ ଦେଖିଲେ ଦୁଇ ପ୍ରକାର ପିଠା ଆମର ପ୍ରସ୍ତୁତ କରିଛେ, ଗୋଟେ ଆପଣ ଗୋଲ ସେପର ଆଉ ଗୋଟେ କାକେରା ଭଳିଆ ସେପରେ ଆମେ ବନେଇକି ରେଡି କରିଦେଇଛେ। ଏଠି ଦେଖନ୍ତୁ ସବୁ ଯାକ ପିଠା ଆମର ପ୍ରସ୍ତୁତ ହେଇଯାଇଛି। ଏବେ ଚାଲନ୍ତୁ ଯିବା ଗ୍ୟାସ୍ ପାଖକୁ। ଗ୍ୟାସ୍ ରେ ଗୋଟେ କଡେଇ ବସେଇଦେବା, ତା ସହିତ ତେଲ ଗରମ କରିଦେବା। ତେଲ ଅଳ୍ପ ଗରମ ହେଲା ପରେ ଆମେ ଗଢିକି ରଖିଥିବା ପିଠା ସବୁ ଯାକ ଆମେ ତେଲରେ ପକେଇଦେବା। ତେଲକୁ ବେଶୀ ଗରମ କରିବେନି, ଗରମ ତେଲ ସବୁ ଯାକ ଫ୍ରାଏ କଲେ ମାନେ ତୁରନ୍ତ ଉପରେ ନାଲି ପଡିଯିବ, ହେଲେ ଭିତର ପୁରାପୁରି କଞ୍ଚା ରହିବ। ଦେଖନ୍ତୁ ପ୍ରଥମେ ଆମେ ଯୋଉ କାକେରା ସେପର ପିଠା ପକେଇଥିଲେ ତାକୁ ପକେଇ ସାରିଲା ପରେ ଏବେ ତାକୁ ଆମେ ଗୋଲ ସେପର ପିଠା ଯୋଉ ବନେଇଛେ ତାକୁ ସବୁ ଯାକ ପକେଇଦେଲେ। ଗ୍ୟାସ୍ ର ଫ୍ଲେମ୍ ସ୍ଲୋ କରିକି ସବୁ ପିଠାକୁ ବନେଇବେ। ଏବେ ଦେଖନ୍ତୁ ଗୋଟେ ଥର ହେଲା ପରେ ଟିକେ ଚଟୁ ମାରିଦେଲି। ଏବେ ତାକୁ 3 ରୁ 4 ମିନିଟ୍ ପରେ ପିଠା ଆମର ବଢିଆ ସେ ସବୁ ଯାକ ପାଚି ଗଲାଣି, ବଢିଆ ଗୋଟେ କଲର ପଳେଇ ଆସିଲାଣି, ଆଉ ପିଠା ଆମର ଏଠି ପୁରା ପରଫେକ୍ଟ ବନିକି ରେଡି ହେଇଛି। ଏବେ ଆମେ କଣ କରିବା, ଚଟୁ ସାହାଯ୍ୟରେ ସବୁ ଯାକ ପିଠାକୁ ତେଲରୁ ଆମେ ଛାଣିଦେବା। ଦେଖିଲେ ନା କେତେ ସୁନ୍ଦର ପିଠା ଆମର ପ୍ରସ୍ତୁତ ହେଇଗଲା। ଏଇ ରଜରେ ଏମିତି ଥରେ ପିଠା ଘରେ ବନେଇକି ରଖନ୍ତୁ, ଆଉ ଘରକୁ ଗେଷ୍ଟ ଆସିଲା ମାନେ ତାଙ୍କୁ ପରସି ଦିଅନ୍ତୁ। ପିଠା କେମିତି ଲାଗିଲା କମେଣ୍ଟ ସେକ୍ସନରେ ନିଶ୍ଚୟ ଜଣେଇବେ। ରହିଲି, ଦେଖା ହବା ନେକ୍ସଟ ଭିଡିଓରେ। ଟାଟା।